ଯାତ୍ରା ପୁସ୍ତକ 6 ପର୍ବ। ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଫାରୋ ପ୍ରତି ଯାହା କରିବା ତାହା ତୁମେ ଏବେ ଦେଖିବ। କାରଣ ବାହୁବଳ ପ୍ରକାଶିତ ହେଲେ ସେ ଲୋକମାନଙ୍କୁ ଛାଡ଼ିଦେବ ଓ ବାହୁବଳ ପ୍ରକାଶିତ ହେଲେ ଆପଣା ଦେଶରୁ ସେମାନଙ୍କୁ ତଡ଼ିଦେବ। ପରମେଶ୍ୱର ମୋଶାଙ୍କ ସହିତ ଆଳାପ କରି ଆହୁରି କହିଲେ, ଆମ୍ଭେ ଜିହୋବା ସଦାପ୍ରଭୁ, ଆମ୍ଭେ ଅବ୍ରାହମ, ଇସାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି ଦର୍ଶନ ଦେଇଥିଲୁ। ମାତ୍ର ଆମ୍ଭେ ଆପଣା ଜିହୋବା ନାମରେ ସେମାନଙ୍କୁ ପରିଚୟ ଦେଇନଥିଲୁ। ପୁଣି କିଣାଣ ଦେଶ ଅର୍ଥାତ୍ ଜହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ। ଏବେ ମିଶ୍ରୀୟମାନେ ଯେଉଁମାନଙ୍କୁ ଦାସତ୍ୱରେ ରଖିଅଛନ୍ତି, ସେହି ଇସ୍ରାଏଲ ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣା ସେହି ନିୟମ ସ୍ମରଣ କରିଅଛୁ। ଏ ନିମନ୍ତେ ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ମିଶ୍ରୀୟମାନଙ୍କର ଭାର ବହନରୁ ନିସ୍ତାର କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ୱରୁ ମୁକ୍ତ କରିବା। ପୁଣି ଆମ୍ଭେ ବିସ୍ତୀର୍ଣ୍ଣ ବାହୁ ଓ ମହା ଦଣ୍ଡ ଦ୍ୱାରା ତୁମ୍ଭମାନଙ୍କୁ ଉଦ୍ଧାର କରିବା। ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା। ତହିଁରେ ମିଶ୍ରୀୟମାନଙ୍କର ଭାର ବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ। ଆମ୍ଭେ ଅବ୍ରାହମ ଓ ଇସାହାକ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ନିମିତ୍ତ ଆପଣା ହସ୍ତ ଉଠାଇଅଛୁ, ସେହି ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ଘେନିଯିବା। ପୁଣି ଆମ୍ଭେ ଅଧିକାରାର୍ଥେ ତାହା ତୁମ୍ଭମାନଙ୍କୁ ଦେବା। ଆମ୍ଭେ ସଦାପ୍ରଭୁ। ଅନନ୍ତର ମୋଶା ଇସ୍ରାଏଲ ସନ୍ତାନଗଣକୁ ତଦନୁସାରେ କହିଲେ ପ୍ରମାଣ। ମାତ୍ର ସେମାନେ ମନଦୁଃଖ ଓ କଠିନ ଦାସତ୍ୱ ହେତୁରୁ ମୋଶାଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଯାଇ ମିଶରର ରାଜା ଫାରୋକୁ କୁହ, ତୁମ୍ଭ ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ବିଦାୟ କର। ତହିଁରେ ମୋଶା ସଦାପ୍ରଭୁଙ୍କ ଛାମୁରେ କହିଲେ, ଦେଖନ୍ତୁ, ଇସ୍ରାଏଲ ସନ୍ତାନଗଣ ମୋ କଥାରେ ମନୋଯୋଗ କରିନାହାନ୍ତି। ତେବେ ଅସୁନ୍ନତ ଓଷ୍ଠ ଯେ ମୋ କଥା ଫାରୋ କି ପ୍ରକାରେ ଶୁଣିବେ? ଏହି ରୂପେ ସଦାପ୍ରଭୁ ମୋଶା ଓ ହାରୋନଙ୍କ ସହିତ ଆଳାପ କଲେ। ପୁଣି ଇସ୍ରାଏଲ ସନ୍ତାନଗଣକୁ ମିଶର ଦେଶରୁ ବାହାର କରି ଆଣିବା ନିମନ୍ତେ ମିଶର ରାଜା ଫାରୋଙ୍କ ନିକଟରେ ଓ ଇସ୍ରାଏଲ ସନ୍ତାନଗଣ ନିକଟରେ ବକ୍ତବ୍ୟ କଥା ସେମାନଙ୍କୁ ଆଜ୍ଞା କଲେ। ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନର ସନ୍ତାନ ହନୋକ ଓ ପଲ୍ଲୁ ଓ ହିସ୍ରୋନ ଓ କର୍ମୀ, ଏମାନେ ରୁବେନର ବଂଶ। ପୁଣି ସିମିୟନର ପୁତ୍ର ଜିମୁଏଲ ଓ ଜାମିନ ଓ ଓହଦ ଓ ଜାଖିନ ଓ ସୋହର ଓ କିଣାନିଆ ସ୍ତ୍ରୀର ପୁତ୍ର ସୌଲ, ଏମାନେ ସିମିୟନର ବଂଶ। ବଂଶାବଳୀ ଅନୁସାରେ ଲେବିର ପୁତ୍ରମାନଙ୍କର ନାମ ଗୋସୋନ ଓ କହାତ ଓ ମରାରୀ। ଲେବିର ବୟସ 137 ବର୍ଷ ଥିଲା। ପୁଣି ଆପଣା ଆପଣା ବଂଶାନୁସାରେ ଗେର୍ସୋନର ସନ୍ତାନ ଲିବନି ଓ ସିମିଇ। ପୁଣି କହାତର ସନ୍ତାନ ଅମ୍ରମ ଓ ଜିସିହର ଓ ହିବ୍ରୋନ ଓ ଉସିଏଲ। ସେହି କହାତର 133 ବର୍ଷ ବୟସ ହୋଇଥିଲା। ମରାରୀର ସନ୍ତାନ ମହଲି ଓ ମୁସି, ଏମାନେ ବଂଶାବଳୀ ଅନୁସାରେ ଲେବିର ବଂଶ। ପୁଣି ଅମ୍ରମ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ ସେ ତାହାର ଔରସରେ ହାରୋନକୁ ଓ ମୋଶାଙ୍କୁ ପ୍ରସବ କଲା। ସେହି ଅମ୍ରମର ଆୟୁ 137 ବର୍ଷ ଥିଲା। ଜିସିହର ସନ୍ତାନ କୋରହ ଓ ନେଫରା ଓ ସିଖ୍ରି। ପୁଣି ଉସିଏଲର ସନ୍ତାନ ମିସାଏଲ ଓ ଇଲିସାଫନ ଓ ସିଥ୍ରି। ପୁଣି ହାରୋନ ଅମ୍ମାଦିନା ଦବର କନ୍ୟା ନୁହସନର ଭଗିନୀ ଇଲିଶେବାକୁ ବିବାହ କଲେ। ତହିଁରେ ସେ ତାଙ୍କର ଔରସରେ ନାଦବ ଓ ଅବିହୁ ଓ ଇଲିଶ୍ୟାର ଓ ଇଥାମରକୁ ପ୍ରସବ କଲା। ପୁଣି କୋରହର ସନ୍ତାନ ଅସିର ଓ ଇଲକାନା ଓ ଅବିୟାସପ, ଏମାନେ କୋରହର ବଂଶ। ପୁଣି ହାରୋନଙ୍କର ପୁତ୍ର ଇଲିଆସର ଫୁଟିଏଲର ଏକ କନ୍ୟାକୁ ବିବାହ କରନ୍ତେ ସେ ତାଙ୍କର ଔରସରେ
ପିନହସକୁ ପ୍ରସବ କଲା। ସେମାନେ ଲେବୀୟମାନଙ୍କର ବଂଶ ଭେଦାନୁସାରେ ସେମାନଙ୍କର ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଏଇ ଯେ ହାରଣ ଓ ମୂଷା, ଏମାନଙ୍କୁ ସଦାପ୍ରଭୁ କହିଲେ, ତୁମେମାନେ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ ସନ୍ତାନଗଣକୁ ମିଶ୍ର ଦେଶରୁ ବାହାର କରି ଆଣ। ଏମାନେ ମିଶ୍ରରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିଶ୍ରର ରାଜା ଫାରୋଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏମାନେ ସେ ମୂଷା ଓ ହାରଣ। ଯେଉଁଦିନ ସଦାପ୍ରଭୁ ମିଶ୍ର ଦେଶରେ ମୂଷାଙ୍କ ସହିତ ଆଳାପ କଲେ, ସେହିଦିନ ସଦାପ୍ରଭୁ ମୂଷାଙ୍କୁ ଏହି କଥା କହିଲେ, ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମକୁ ଯାହା ଯାହା କହୁ ତାହା ସବୁ ମିଶ୍ରୀୟ ରାଜା ଫାରୋକୁ କୁହ। ତହିଁରେ ମୂଷା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ, ଅସୁନ୍ନତ ଓଷ୍ଠ ଯେ ମୁଁ, ମୋ କଥା ଫାରୋ କି ପ୍ରକାର ଶୁଣିବେ। ଯାତ୍ରା ପୁସ୍ତକ 7 ପର୍ବ। ତହୁ ସଦାପ୍ରଭୁ ମୂଷାଙ୍କୁ କହିଲେ, ଦେଖ, ଆମ୍ଭେ ତୁମକୁ ଫାରୋ ନିକଟରେ ପରମେଶ୍ୱର ତୁଲ୍ୟ କରି ନିଯୁକ୍ତ କଲୁ, ଓ ତୁମ୍ଭ ଭ୍ରାତା ହାରଣ ତୁମର ଭବିଷ୍ୟତ ବକ୍ତା ହେବ। ଆମ୍ଭେ ତୁମକୁ ଯାହା ଯାହା ଆଜ୍ଞା କରିବା ତାହା ସବୁ ତୁମେ କହିବ। ପୁଣି ଫାରୋ ଇସ୍ରାଏଲ ସନ୍ତାନଗଣକୁ ଆପଣା ଦେଶରୁ ଛାଡ଼ିଦେବା ପାଇଁ ତୁମ୍ଭ ଭ୍ରାତା ହାରଣ ତାହାକୁ କହିବ। ଆଉ ଆମ୍ଭେ ଫାରୋର ହୃଦୟ କଠିନ କରିବା। ପୁଣି ମିଶ୍ର ଦେଶରେ ଆମ୍ଭର ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ବହୁ ସଂଖ୍ୟକ କରିବା। ତଥାପି ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ। ଏହେତୁ ଆମ୍ଭେ ମିଶ୍ର ଦେଶ ଉପରେ ଆପଣା ହସ୍ତ ଥୋଇ ମହାଦଣ୍ଡ ଦ୍ୱାରା ମିଶ୍ରଠାରୁ ଆପଣା ସୈନ୍ୟ ସାମନ୍ତ ଆମ୍ଭର ଲୋକ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା। ପୁଣି ଆମ୍ଭେ ମିଶ୍ର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କ ମଧ୍ୟରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଯେ ଆମ୍ଭେ ସଦାପ୍ରଭୁ, ତାହା ସେମାନେ ଜାଣିବେ। ଅନନ୍ତର ମୂଷା ଓ ହାରଣ ସେହି ରୂପେ କଲେ। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ କର୍ମ କଲେ। ଫାରୋଙ୍କ ସଙ୍ଗରେ କଥୋପକଥନ କରିବା ବେଳେ ମୂଷାଙ୍କୁ 80 ଓ ହାରଣକୁ 83 ବର୍ଷ ହୋଇଥିଲା। ଆଉ ସଦାପ୍ରଭୁ ମୂଷା ଓ ହାରଣଙ୍କୁ କହିଲେ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ କୌଣସି ଚିହ୍ନ ଦେଖାଅ ବୋଲି ଯେବେ ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମେ ହାରଣକୁ କହିବ, ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ। ତହିଁରେ ସେହି ଯଷ୍ଟି ସର୍ପ ହେବ। ତହୁ ମୂଷା ଓ ହାରଣ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ। ପୁଣି ହାରଣ ଫାରୋ ଓ ତାହାଙ୍କ ଦାସଙ୍କ ସମ୍ମୁଖରେ ଆପଣା ଯଷ୍ଟି ପକାନ୍ତେ ତାହା ସର୍ପ ହେଲା। ତେବେ ଫାରୋ ଆପଣା ପଣ୍ଡିତ ଓ ଗୁଣିଆମାନଙ୍କୁ ଡାକିଲେ। ତହିଁରେ ମିଶ୍ରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ। ଅର୍ଥାତ୍ ସେମାନେ ପ୍ରତ୍ୟେକ ଆପଣା ଆପଣା ଯଷ୍ଟି ପକାନ୍ତେ ସେଗୁଡ଼ିକ ସର୍ପ ହେଲା। ମାତ୍ର ହାରଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା। ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ଫାରୋର ହୃଦୟ ଭାରି ହୋଇଅଛି, ସେ ଲୋକମାନଙ୍କୁ ଛାଡ଼ିଦେବାକୁ ନାସ୍ତି କରୁଅଛି। ଏହେତୁ ତୁମେ ପ୍ରଭାତରେ ଫାରୋ ନିକଟକୁ ଯାଅ। ଦେଖ, ସେ ଜଳ ଆଡ଼େ ଗଲେ ତୁମେ ତାହା ସହିତ ସାକ୍ଷାତ କରିବାକୁ ନଦୀ ତୀରରେ ଠିଆ ହୁଅ। ଯେଉଁ ଯଷ୍ଟି ସର୍ପ ହୋଇଥିଲା ତାହା ମଧ୍ୟ ହସ୍ତରେ ନିଅ। ପୁଣି ଫାରୋକୁ କୁହ, ଏବ୍ରିୟମାନଙ୍କର ସଦାପ୍ରଭୁ ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇ କହିଲେ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ିଦିଅ। ମାତ୍ର ଦେଖ, ତୁମେ ଏପର୍ଯ୍ୟନ୍ତ ଏହି କଥାରେ ମନୋଯୋଗ କରିନାହଁ। ସଦାପ୍ରଭୁ ଏହି ପ୍ରକାରେ କହୁଛନ୍ତି, ଆମ୍ଭେ ଯେ ସଦାପ୍ରଭୁ ତାହା ତୁମେ ଏତଦ୍ଦ୍ୱାରା ଜ୍ଞାତ ହେବ। ଦେଖ, ଆମ୍ଭେ ଆପଣା ହସ୍ତସ୍ଥିତ ଏହି ଯଷ୍ଟି ଦ୍ୱାରା ନଦୀର ଜଳ ଉପରେ ପ୍ରହାର କରିବା। ତହିଁରେ ତାହା ରକ୍ତ ହୋଇଯିବ। ପୁଣି ନଦୀରେ ଥିବା ମତ୍ସ୍ୟ ସକଳ ମରିଯିବେ ଓ ନଦୀ ଦୁର୍ଗନ୍ଧ ହେବ। ତହିଁରେ ମିଶ୍ରୀୟ ଲୋକମାନେ ନଦୀ ଜଳ ପାନ କରିବାକୁ ଘୃଣା କରିବେ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ହାରଣଙ୍କୁ ଏହି କଥା କୁହ, ତୁମ୍ଭେ ଆପଣା ଯଷ୍ଟି ଘେନି ମିଶ୍ର ଦେଶୀୟ ଜଳ ଉପରେ, ଅର୍ଥାତ୍ ତହିଁର ନଦୀ, ନାଳ, ପୁଷ୍କରିଣୀ ଓ ଜଳାଶୟ ଏ ସମସ୍ତ ଉପରେ ଆପଣା ହସ୍ତ ବିସ୍ତାର କର। ତହିଁରେ ସମସ୍ତ ଜଳ ରକ୍ତ ହେବ। ପୁଣି ମିଶ୍ର ଦେଶର ସର୍ବତ୍ର କାଷ୍ଠ ପାତ୍ର ଓ ପ୍ରସ୍ତର ପାତ୍ରରେ ହିଁ ରକ୍ତ ହେବ। ତହୁ ମୂଷା ଓ ହାରଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ। ସେ ଯଷ୍ଟି ଘେନି ଫାରୋ ଓ ତାଙ୍କ ଦାସମାନଙ୍କ ସମ୍ମୁଖରେ ନଦୀ ଜଳ ଉପରେ ପ୍ରହାର କଲେ। ତହିଁରେ ସମୁଦାୟ ନଦୀ ଜଳ ରକ୍ତ ହୋଇଗଲା। ପୁଣି ନଦୀର ସମସ୍ତ ମତ୍ସ୍ୟ ମଲେ ଓ ନଦୀ ଦୁର୍ଗନ୍ଧ ହେଲା। ତହିଁରେ ମିଶ୍ରୀୟମାନେ ନଦୀ ଜଳ ପାନ କରିପାରିଲେ ନାହିଁ। ମିଶ୍ର ଦେଶର ସର୍ବତ୍ର ରକ୍ତ ହେଲା।
ସେତେବେଳେ ମିଶ୍ରୀୟ ମନ୍ତ୍ରଜ୍ଞମାନେ ଆପଣାମାନଙ୍କର ମାୟାରେ ସେପରି କଲେ। ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କ ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ। ଅନନ୍ତର ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ। ଏଥିରେ ଆପଣା ମନ ଦେଲେ ନାହିଁ। ପୁଣି ସମସ୍ତ ମିଶ୍ରୀୟ ଲୋକେ ନଦୀ ଜଳ ପାନ କରି ନ ପାରିବାରୁ ପିଇବା ଜଳ ନିମନ୍ତେ ନଦୀର ଚାରିଆଡ଼େ ଖୋଳିଲେ। ସଦାପ୍ରଭୁ ନଦୀକି ଆଘାତ କଲା ଉତ୍ତାରେ 7 ଦିନ ସମ୍ପୂର୍ଣ୍ଣ ହେଲା।